ମାଛ ଧରିବା ପାଇଁ ଉପଯୁକ୍ତ ସାମଗ୍ରୀ ବାଛିବାରେ ବିଭିନ୍ନ ଗୁଣ ସହିତ ବିଭିନ୍ନ ସିନ୍ଥେଟିକ ତନ୍ତୁ ବିଷୟରେ ବିଚାର କରାଯାଏ। ସର୍ବୋତ୍ତମ ସାମଗ୍ରୀ ଓ ଟେକ୍ନିକର ଶୈଳିକ ଗୁଣ ଉପରେ ନିର୍ଭର କରେ, କିନ୍ତୁ ସ୍ଥାନୀୟ ଉପଲବ୍ଧତା ଏବଂ ମୂଲ୍ୟ ପରି କାରକ ମଧ୍ୟ ଅନନସି ଆକାର ଫିଟ୍ ସବୁ ସମାଧାନ ନାହିଁ। ବିଭିନ୍ନ ପ୍ରକାରର ମାଛ ଧରା ଡିଅରର ନିର୍ଦ୍ଦିଷ୍ଟ ସାମଗ୍ରୀର ଆବଶ୍ୟକତା ଅଛି। ଉଦାହରଣ ସ୍ୱରୂପ ରୂପର ବର୍ଷ ସେନ ପାଇଁ ବୁଡ଼ିବାର ଗତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗିଲ୍ ଜାଲ ପାଇଁ ସ୍ୱଚ୍ଛତା ଏବଂ କୋମଳତା ବିଷୟ ଏବଂ ନିମ୍ନ ବ୍ରେକ୍ ପାଇଁ ଘୂର୍ଣ୍ଣନ ପ୍ରତିରୋଧ ସହିତ ମିଳିତ ଉଚ୍ଚ ଭେନା ଶକ୍ତି ଅଥଞ୍ଜଳି। ନେଟ୍ ସାମଗ୍ରୀକୁ ଯିବାକୁ ଥିବା ଷ୍ଟ୍ରେନ୍ ଉପରେ ଆଧାର କରି କିସ୍ ଡିଅରକୁ ମୁଖ୍ୟ ଗୋଷ୍ଠୀରେ ଶ୍ରେଣୀଭୁକ୍ତ କରାଯାଇପାରେ। ଦୁଇରେ ସୁତମ ଗିଜାଲ ଅନ୍ତର୍ଭୁକ୍ତ, ଯାହା ଧରିବାର ସୁତ୍ତମ ପ୍ରକୃତି ହେତୁ ସଠିକତା ଆବଶ୍ୟକ କରେ। ଗ୍ରୁପ 2 ମଧ୍ୟମ ଷ୍ଟ୍ରେନ୍ ଗିଅର ଏହି ଗୋଷ୍ଠୀରେ ଛୋଟ ତଳ ଟ୍ରଲର, ମତ୍ସ୍ୟଜୀବୀ, ରେଖାଏ ଫାନ୍ଦର ଏବଂ ସ୍କୋପ ଜାଲ ଭଳି ଡ୍ରାଗ ଜାଲ ଅନ୍ତର୍ଭୁକ୍ତ। ଏଗୁଡ଼ିକ ଶକ୍ତି ଏବଂ ନମନୀୟତାର ସନ୍ତୁଳନ ଆବଶ୍ୟକ କରେ। ଗ୍ରୁପ ହାଇ ଷ୍ଟ୍ରେନ୍ ଡିଅର ଏହି ଗୋଷ୍ଠୀରେ ଦ୍ରୁତ ତଳ ପ୍ରବାହିତ ନଦୀରେ ବ୍ୟବହୃତ ବଡ଼ ତଳ ଟ୍ରଲ ଏବଂ ଗେପ ଜାଲ ଅନ୍ତର୍ଭୁକ୍ତ। ଉଚ୍ଚ ଭାରକୁ ପ୍ରତିହତ କରିବା ପାଇଁ ଏଗୁଡ଼ିକ ସର୍ବାଧିକ ଶକ୍ତି ଆବଶ୍ୟକ କରେ। ଷ୍ଟ୍ରେନ୍ ଗ୍ରୁପ ଦ୍ୱାରା ସାମଗ୍ରୀ ଚୟନ ପିଏ ପୋଲିଏନାଇଡ୍ ଉଭୟ ଗ୍ରୁପ 1 ଏବଂ ଗ୍ରୁପ 2 ଗିଅର ପାଇଁ ବ୍ୟବହୃତ ହୁଏ, ଯେପରିକି ଗିଲ୍ ଜାଲ। ସାର୍ଡିନ ଟାର୍ଗେଟ କରୁଥିବା ପସ୍ ସେନ ଏହି ପ୍ରକାରର ଜାଲ ପାଇଁ ଏକ ସାଧାରଣ ପସନ୍ଦ ଏବଂ ନେତାମାନେ ମୁଖ୍ୟ ମତ୍ସ୍ୟଜୀବୀ ଲାଇନର ଶେଷରେ ପତଳା ରେଖା ପଲିଥିନ। ଗ୍ରୁପ 2 ଏବଂ ଗ୍ରୁପ ନେଟ୍ ଜାଲ ପାଇଁ ଟ୍ରଲ ପରି ଆଦର୍ଶ, ଯାହାକି ଅଧିକ ଶକ୍ତି ଏବଂ ନମନୀୟତା ଆବଶ୍ୟକ କରେ। ପିପି ପଲିପ୍ରୋପିଲିନ ଗ୍ରୁପଲେଟ୍ ଜାଲ ପାଇଁ ସେଟ୍ ଜାଲ ପରି ସର୍ବୋତ୍ତମ, ଯାହା ଟ୍ରଲ ତୁଳନାରେ କମ ଷ୍ଟ୍ରେନ୍ ଆବଶ୍ୟକ କରେ। ପିଭିସି ପଲିଭିନିଲ ଫ୍ଲୋରାଇଡ ଗ୍ରୁପ 2 ଜାଲ ପାଇଁ ଉପଯୁକ୍ତ, ଯେପରିକି ସେଟ୍ ଜାଲ ଏବଂ ଲିଫ୍ଟ ଜାଲ। ପିଡିଏ ପଲିଭିନିଲ ଆଲକୋହଲ ପୁନା ଏବଂ ଗୋଡା ମାକେରକୁ ଟାର୍ଗେଟ କରୁଥିବା ପୁରପର୍ଶ ସେନ୍ ପାଇଁ ବିଶେଷ ଭାବରେ ବ୍ୟବହୃତ। ଏହି ସାମଗ୍ରୀ ଶକ୍ତି ଏବଂ ଜଳ ଦ୍ରବଣର ଏକ ସନ୍ତୁଳନ ପ୍ରଦାନ କରେ। ଆଜି ଆମେ ଫିଶନେଟର କ୍ୟାସିନାଟିଙ୍କ ୱାଲରରେ ବୁଡ଼ି ଯାଉଛୁ, ଯେଉଁଠାରେ ପ୍ରତ୍ୟେକ ଛପଲ ଡିଲିକ୍ ମ୍ୟାଟର ଅଟେ। ପ୍ରଥମେ ଆମକୁ ଗିଲେନେଟରେ ଦେଖିବା ଜଳରାଶିରେ ଏକ ବିଶାଳର ଅଦୃଶ୍ୟ ପରଦା କଳ୍ପନା କରି, ତାହା ହେଉଛି ଧାରଣା ଚାବି ହେଉଛି ଏକ ସଂଘର୍ଷପୂର୍ଣ୍ଣ ମାଛ ଧରିବା ପାଇଁ ଯଥେଷ୍ଟ ଶକ୍ତିଶାଳୀ ସାମଗ୍ରୀ। ବୋର୍ଡ ପାଣିରେ ଅଦୃଶ୍ୟ ହେବା ଉଚିତ, ମାଛ ଚିହ୍ନଟ ହେବାର ସମ୍ଭାବନାକୁ କମ କରୁଥିବା ବେଳେ ଧରିବା ଦକ୍ଷତା ବୃଦ୍ଧି ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମିଲବାର ସହିତ ଟ୍ରିନର ବ୍ୟାସ ଅନୁପାତ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ, ଯାହାକି ଗିଲନେଟ୍ ଡିଜାଇନ କରିବା ସମୟରେ ମୋଟା ମୋଟା ମାଛ ପାଇଁ ଅଧିକ ଦୃଶ୍ୟମାନ ହୋଇପାରେ। ସେମାନଙ୍କର ପାଟାଲ ଲାଇନ୍ ଇନ୍ସ ଅଙ୍ଗଗୁଡ଼ିକୁ ଟ୍ରିଗର କରିଥାଏ, ଯାହା ଜାଲର ପ୍ରଭାବକୁ ହ୍ରାସ କରିପାରେ। ନାଇଲନ ନେଟ୍ ଫିଲାମେଣ୍ଟ ବ୍ୟବହାର କରନ୍ତୁ, ଏହା ଶକ୍ତି ଏବଂ ଦୃଶ୍ୟତାକୁ ସନ୍ତୁଳିତ କରେ, ମାଛର କ୍ଷତିକୁ କମ କରିଥାଏ ଏବଂ ନିତ ଫଳପ୍ରଦତା ବଜାୟ ରଖେ। ବର୍ତ୍ତମାନ ଚାଲନ୍ତୁ ଟ୍ରଲ ଜାଲଗୁଡ଼ିକୁ ଅନୁସନ୍ଧାନ କରିବା। ଟ୍ରାଇନ୍ ନେଟ୍ ଓ ଏୟାର ସିଷ୍ଟଗୁଡ଼ିକ ଶକ୍ତିଶାଳୀ, ଉତ୍ତମ ଆବର୍ଜନା ପ୍ରତିରୋଧକ କିଣିବାକୁ ଚେଷ୍ଟା କରନ୍ତୁ। ମୋଟା କଏନ ଅଧିକ ଡ୍ରାଗ ସୃଷ୍ଟି କରେ, ତେଣୁ ନେଟ୍ ନିର୍ମାତାମାନଙ୍କୁ ଜାଲକୁ ଅଧିକ ଭାରୀ ନ କରି ଶକ୍ତିଶାଳୀ କରିବାକୁ ଏକ ଟ୍ରଲ ଜାଲରେ ଡ୍ରାଗ ଜାଲ ଦ୍ୱାରା 50% ପ୍ରଦାନ କରାଯାଇଥାଏ। ତେଣୁ ଟ୍ରଲ ଜାଲରେ ସୁତ୍ତମ ଏବଂ ହାଲୁକା ଯୁଗଳ ବ୍ୟବହାର ଡ୍ରାଗକୁ ଯଥେଷ୍ଟ ହ୍ରାସ କରିପାରେ।